हे ସାଙ୍ଗମାନେ ମୁଁ ଆପଣମାନଙ୍କର ନିତୁ ୱେଲକମ୍ କରୁଛି ଆଉ ଗୋଟେ ଫ୍ରେଶ୍ ବ୍ଲଗ୍କୁ। ତ ଶୀତ ଦିନ ଶୀତ ତ ଛାଡ଼ୁନି, କାମ କ'ଣ ହେବ? ଅଳସୁଆ ଦିନ, ଅଳସୁଆ ଲାଗୁଛି ପୁରାପୁରି। ସେଉଟା ତ ବାହାର କରିବାକୁ ଇଚ୍ଛା ହିଁ ହେଉନି। କି ଶୀତ, ଓହୋ ଏଥିରେ କି କାମ ହେବ, କ'ଣ କାମ ହେବ ମୁଁ କାହିଁ କିଛି ବି ବୁଝିପାରୁନି। ଆଗକୁ ଫଙ୍କସନ୍, ସେଥିପାଇଁ ସମସ୍ତେ କାମରେ ବ୍ୟସ୍ତ, ମୋତେ ତ ଅଳସ ଛାଡ଼ୁନି। ତ ଦେଖନ୍ତୁ, ଏଇଟା ହେଲା ନୂଆ ଚୁଲି ଯେଉଁ ତିଆରି ହେଇଥିଲା, ତ ଲିପାଲିପି ହେଇକି ରେଡ଼ି ହେଇଯାଇଛି ଆମର ଧାନ ବସାଇବା ପାଇଁ ଚୁଲି। ତ ତା ସାଇଡ଼୍ରେ ଦେଖନ୍ତୁ ଏଠି ନଦିଆ ଥୁଆ ହେଇଛି, ଯେଉଁଥିରେ ଧାନ ସିଝା ହେଲା ପରେ ପଶିବ, ପାଣି ପଶିବ। ଠିକ୍ ଅଛି, ତ ନୂଆ ଚୁଲି ଭାଇ ତିଆରି କରିଛି। ଆଉ ବାରିଘର ସବୁ କିଛି ଧୂସ ଧୂସ ହେଇକିରି ଅଛି। ଆଗକୁ ଫଙ୍କସନ୍ ଅଛି ନା, ତ ସମସ୍ତେ କାମରେ ଲାଗି ପଡ଼ିଛନ୍ତି ବାରିଘର ସଫାସଫି କରିବା ପାଇଁକି। ତ କ'ଣ କରିବା, କାମ ନ କଲେ ଆମ କାମ ତ ଆମକୁ ହିଁ କରିବାକୁ ପଡ଼ିବ। ତ ଦେଖନ୍ତୁ, ବାପା ବୋଉ ଏଠି ଓଳାଓଳି କରିକି ଯେଉଁ ନିଆଁ ଲଗେଇଥିଲେ ତାକୁ ତୋଳିକି ଫୋପାଡ଼ୁଛନ୍ତି। ଆଉ ବହୁତ ସାରା ମାନେ ଅଳିଆ ଆହୁରି ଗଦା ହେଇଛି। ସେଠି ଗୋଟେ ଜିନିଷ ଲକ୍ଷ୍ୟ କରିଛନ୍ତି, ଛେଳି ନେଇକି ଯାଉଛନ୍ତି। ତ ସକାଳ ହେଲା ମାନେ ସମସ୍ତେ ନିଜ କାମରେ ନିଜେ ବ୍ୟସ୍ତ ହେଇପଡ଼ୁଛନ୍ତି। ଠିକ୍ ଅଛି, ତ ଦେଖନ୍ତୁ ଚାରିଆଡ଼େ ଖାଲି ଧୂସ ଧୂସ ହେଇଛି, ପୁରା ଅଳିଆ ଆସନା ଭରପୁର ହେଇକିରି ଅଛି। ଏସବୁ ସଫା ତ କରିବା ପାଇଁ ପଡ଼ିବ ଯାହା ବି ହେଇଯାଉ। ଆଉ ସଫା ନ କଲେ ପୁଣି ରୋଷେଇ ହେଲା ବେଳେ ପ୍ରୋବ୍ଲେମ୍ ହେବ, ସବୁତିକ ଧୂଳି ଉଡ଼ିବ। ତ ସେଥିପାଇଁ ବାପା ବୋଉ ଲାଗିଛନ୍ତି ସଫାସଫି କରିବା ପାଇଁକି। ଆଉ ଏ ସବୁ ଏଇଖିଣି ଓଳାଓଳି ହେଇକିରି କାମ ପୁରା ପରିଷ୍କାର ହେବ। ଆଉ 2-4 ଦିନ ପରେ ଆମର ଫଙ୍କସନ୍ ଅଛି, ତ ସବୁ କାମ କରିବାକୁ ହେବ। ଆଉ ଏ ଶୀତ ଦିନ ପୁରା କିଛି କରିବାକୁ ଇଚ୍ଛା ହେଉନି, ଖାଲି ଖରାରେ ବସିବା ପାଇଁକି ଇଚ୍ଛା, ଆଉ କିଛି ବି ଇଚ୍ଛା ନାହିଁ। ତ ଛାଡ଼, କିନ୍ତୁ କାମ ହିଁ କରିବା ପାଇଁ ପଡ଼ିବ। ତ ଭାଇ ବି ଏବେ ଆସିବ, ମୁଁ ବି, ଆମେ ସମସ୍ତେ ମିଶିକି ଏସବୁ କ୍ଲିନ୍ କରିବୁ। ଠିକ୍ ଅଛି, ତ ଦେଖିପାରୁଥିବେ କେମିତି ଏ ଯେଉଁ ଧାନ ପେରା ହେଇଥିଲା ସବୁ ଧୂସ ଫୁଲ୍ ହେଇଯାଇଛି। ଆଉ ମୁଁ ଯାଉଛି, ମୋତେ ବାପା ବରାଦ କଲେଣି କଟୁରୀ ଆଣିବା ପାଇଁ। ତ ମୁଁ କଟୁରୀ ନେଇକି ବାପାଙ୍କୁ ଦେବି। ବାପା ତାଙ୍କର କ'ଣ ସଫାସଫି କରିବେ, ହଣାହଣି। ତ ତାପରେ ଆମେ ମିଶିକିରି ସବୁ ଓଳେଇ ଦେବୁ, ଯେଉଁ ଧୂସ ପଡ଼ିଛି ସେସବୁକୁ ଓଳାଓଳି କରି କ୍ଲିନ୍ କରିଦେବୁ। ବାପାଙ୍କୁ ମୁଁ କଟୁରୀ ଦେଇଦେଲି, ଆଉ ବାପା ତାଙ୍କର ଜାଳ ହାଣିବାରେ ଲାଗି ପଡ଼ିଲେ। ତ ଏସବୁକୁ କାମ ସଫା ହେଲା ପରେ ଭାଇ ଆସିଲା ଝୁଣୁକା ଧରିକିରି ଓଳାଓଳି କରିବା ପାଇଁକି। ତ ସେ ତା'ର କ୍ଲିନ୍ କରୁଛି, ବୋଉ ବି ସେପଟେ ଓଳେଇଲାଣି। ଆଉ ମୁଁ ଏଠି ଡ୍ରେସ୍ ପତ୍ର ସବୁ ଶୁଖେଇ ଦେବି, ତ ମୋର କାମ ଖତମ। ତ ସାଙ୍ଗମାନେ, ଆପଣଙ୍କୁ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟରେ ଜଣାଇବେ। ତ ଯାଉଛି ମୁଁ କାମ କରିବା ପାଇଁ, ଆଉ ରହୁଛି, ଦେଖା ହେବ ନେକ୍ସଟ ଭିଡ଼ିଓରେ। ଥ୍ୟାଙ୍କ ୟୁ, ବାଏ।